ବଡ଼ ସାହେବ ହରିର ଏ ଧୃଷ୍ଟତା ଦେଖି ଲାଲ ଆଖି ଦେଖାଇ ଗର୍ଜି ଉଠିଲେ। ଦେଖୋ ହରି, अभी भी क्षमा है, तुम बुक क्षमट कार्ड चालो, क्या करेगा? हरि पूर्वपरी अविचलित स्वରରେ सदर्ପରେ उत्तर देला, ମୋତେ ଆଉ ଭାବିବାକୁ ହେବ ନାହିଁ ସାହାବ। ମୋର ସଂକଳ୍ପଟାକୁ ବଞ୍ଚାଇ ରଖିବାକୁ ଏ ବ୍ୟର୍ଥ ପ୍ରାଣଟାକୁ ଫାଶୀ କାଠରେ ଟାଙ୍ଗି ଦେବାକୁ ମଧ୍ୟ ପଛାଇବି ନାହିଁ। ହରିର ଏହି ସଦମ୍ଭ ଜବାବ ସାହେବ ପକ୍ଷରେ ବଡ଼ ଅସହ୍ୟ ହୋଇଉଠିଲା। ମୁହୂର୍ତ୍ତକରେ ତା'ର ଅଙ୍ଗୁଳି ସଙ୍କେତରେ ଅପର ଏକ କୋଠରୀରୁ ସ୍ଥାନୀୟ ପୋଲିସ ବାହାରି ହରିକୁ ଗିରଫ କରିନେଲେ। ଆଉ ରାତି ରାତି ଭିତରେ ଏକ ସ୍ୱତନ୍ତ୍ର ମଟର ଯୋଗେ ହରି ଏକ ଅଜ୍ଞାନ ସ୍ଥାନକୁ ଚାଲାଣ ହୋଇଗଲା। ସାହେବ ତାଙ୍କର କଳ୍ପିତ ଚକ୍ରାନ୍ତରେ ଏଡ଼େ ସହଜରେ ସଫଳତା ପାଇବା ଦେଖି ଅଟ୍ଟହାସ୍ୟ କରି ହସି ଉଠିଲେ। ଏଣେ ଏକ ଅଜ୍ଞାତ ଆଶଙ୍କା କଳ୍ପନା କରି ଶାନ୍ତିରକ୍ଷା ନିମନ୍ତେ ରିଜର୍ଭ ପୋଲିସ ପ୍ରାର୍ଥନା କରି ହାଜାରୀବାଗ ତାର କରିବାକୁ ମ୍ୟାନେଜରକୁ ହୁକୁମ ଦେଲେ। ତେଣେ ଶ୍ରମିକ ସଂଘ ଘରେ ହରିକୁ ଅପେକ୍ଷା କରି କରି ଶ୍ରମିକମାନଙ୍କର ଆଖିରୁ ପାଣି ମଲା। ରାତି କ୍ରମଶଃ ଗଭୀରରୁ ଗଭୀରତର ହୋଇଆସିଲା, ତେବେ ମଧ୍ୟ ହରି ଫେରିଆସିଲା ନାହିଁ। ଶ୍ରମିକ ଦଳଙ୍କ ମନରେ ସନ୍ଦେହ ଗାଢ଼ ହେଲା। ରାମଦିନ, ଶଙ୍କରା, ବେନିପ୍ରସାଦ ପ୍ରଭୃତି କେତେକ ସାହସର ସହିତ ସାହାବ ବଙ୍ଗଳା ପାଖରୁ ବୁଲିଆସି ସନ୍ଧାନ ଦେଲେ ଯେ ସବୁ ଶୂନଶାନ, ଅନ୍ଧାର, ସଭିଏଁ ନିଦରେ ଶୋଇଛନ୍ତି। ଜନମାନବର ଦେଖା ନାହିଁ। କେବଳ ବଙ୍ଗଳା ବାରଣ୍ଡାରେ 2 ଜଣ ଗୁର୍ଖା ସିପାହୀ ବନ୍ଧୁକ କାନ୍ଧରେ ପହରା ଦେଉଛନ୍ତି। ଏହି ଅପ୍ରତ୍ୟାଶିତ ସମ୍ବାଦରେ ଉପସ୍ଥିତ ଜନତା ମଧ୍ୟରେ ଚାଞ୍ଚଲ୍ୟ ଦେଖାଗଲା। ରାତି ରାତି ସବୁ ଶ୍ରମିକ ମହଲରେ ବେତାର ବାର୍ତ୍ତା ଖେଳିଲା ପରି ସମ୍ବାଦ ଖେଳିଗଲା ଯେ ସାହାବ ହରିକୁ ଆପୋଷ ନିଷ୍ପତ୍ତି କରିବା ଛଳନାରେ ଡାକି ନେଇ ମାରି ଦେଇଛନ୍ତି। ଲାଶର ପତ୍ତା ମିଳୁନାହିଁ। ଯେ ଶୁଣିଲା ଝୋଲା ମାରିଲା ପରି ଦଣ୍ଡେ ଛିଡ଼ା ହୋଇଗଲା। ପରଦିନ ସୂର୍ଯ୍ୟ ଉଦୟ ସଙ୍ଗେ ସଙ୍ଗେ ଅଗଣିତ ଶ୍ରମିକର ଧାଡ଼ି ପିମ୍ପୁଡ଼ି ସୁଅ ପରି ସାହାବ ବଙ୍ଗଳା ଆଡ଼କୁ ଅଗ୍ରସର ହେଲେ। ସେଦିନ ସେ ଜନତାର ଅଗ୍ରଣୀ ନିଜେ ଧରମୁ। ସାହାବ ବାରଣ୍ଡାରେ ଥାଇ ଏସବୁ ଦେଖି ପ୍ରମାଦ ଗଣିଲେ। ଗୁର୍ଖା ସିପାହୀ ଦିହେଁ ଫାଟକରେ କଞ୍ଚି ପକାଇ ବନ୍ଧୁକ କାନ୍ଧରେ ଧରି ବଙ୍ଗଳା ଚାରିପାଖ ଟହଲ ମାରୁଥାନ୍ତି। ଜନତା ଫାଟକ ନିକଟରେ ପହଞ୍ଚି ଚିତ୍କାର କଲା, ପୁଞ୍ଜିବାଦ ଧ୍ୱଂସ ପାଉ, ଇନକଲାବ ଜିନ୍ଦାବାଦ। ସାହାବ ପିସ୍ତଲ ଉଠାଇ ଫାଟକ ପାଖକୁ ଚାଲିଆସି ଗର୍ଜନ କରି କହିଲେ, ଆଏ ସିପାହୀ, ଇନ୍ ଶୈତାନ ଲୋଗୋକୁ ଭଗାଡ଼ୋ। ସାହେବର ଏହି ବ୍ୟବହାରରେ ଉପସ୍ଥିତ ଜନତା ଉତ୍ତ୍ୟକ୍ତ ହୋଇଉଠିଲା। ଧରମୁ ସେମାନଙ୍କୁ ଶାନ୍ତ କରିବାକୁ ଯାଇ ହାତ ଉଠାଇ ଉଚ୍ଚସ୍ୱରରେ କହିଉଠିଲା, ଥୟ ଧର ଭାଇମାନେ, ଥୟ ଧର। ଏପରି ଗରମ ହେଲେ କାମ ଚଳିବ ନାହିଁ। ଆମକୁ ଶାନ୍ତି ସଂଗ୍ରାମ କରିବାକୁ ପଡ଼ିବ। ଆମର ପଶୁବଳ ସହିତ ଯାନ୍ତ୍ରିକ ସଂଗ୍ରାମ କରିବାର ଶକ୍ତି ନାହିଁ। ସେ ଆହୁରି ଉତ୍ସାହିତ ହୋଇ 2 ଗୁଣ ତେଜରେ କହିଉଠିଲା, ଦେଖୁଛ ଭାଇ, ଏଇ ଯେଉଁ ଶୀର୍ଣ୍ଣ ଧମନୀ ମୋର ଏଇ ଶୁଖିଲା ଚମ ତଳେ ବାରି ହୋଇ ଦିଶୁଛି, ଏବେ ସୁଦ୍ଧା ଏଇଥିରେ ଉତ୍କଳର ବୀର ଖଣ୍ଡାୟତ ବଂଶର ରକ୍ତ ପ୍ରବାହ ବହୁଛି। ଏଇ ଯେଉଁ ଦୁର୍ବଳ କୋହଳ ବାହୁ 2ଟା ଦେଖୁଛ, ଏହାର ବଳରେ 2ଟା ଅଧମାଣ୍ଡିଆ ଖଣ୍ଡା ଫରଫର ହୋଇ ଘୂରି ବୁଲୁଥିଲା। ଆଉ ଆଜି ତାହା ଏହି ଶୋଷକ ଶାସନ ଗଣଙ୍କର ନିବିଡ଼ ଶୋଷଣ ଫଳରେ ରକ୍ତହୀନ, ତେଜହୀନ ହୋଇ ପଡ଼ିଛି। ତା ନ ହେଲେ ଆଜି ସାହାବର ସାଧ୍ୟ ଥାନ୍ତା ହରିଭାଇକୁ ନେଇ କେଉଁଠି ଲୁଚାଇ ରଖିବାକୁ। ପ୍ରତିଜ୍ଞା କର ଭାଇ, ଏଇଠି ଏମିତି ବସି ରହିବା ପଛକେ ହରିଭାଇକୁ ସାଙ୍ଗରେ ନ ନେଇ ଯିବା ନାହିଁ। ଜନତା ମଧ୍ୟରୁ ସମସ୍ୱରରେ ପ୍ରତିଧ୍ୱନି ଉଠିଲା, ନିଶ୍ଚୟ ନିଶ୍ଚୟ। ସାହାବ ଆମ ହରିଭାଇକୁ ଭଲରେ ଭଲରେ ଫେରାଇ ଦିଅ। ଶାନ୍ତିପୂର୍ଣ୍ଣ ଜନତା ସମସ୍ୱରରେ ବାରମ୍ବାର ଚିତ୍କାର କରି ଉଠିଲା। ସାହାବ ଏ ବ୍ୟାପାର ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଫୌଜକୁ ଫୋନ କରି ନିଜର ବିପଦ ସମ୍ବାଦନା ଜଣାଇଦେଲେ। ତାର କିଛିକ୍ଷଣ ପରେ ପୋଲିସ ଆସି ଧରମକୁ ଗିରଫ କରିବାକୁ ଅଗ୍ରସର ହେଲେ। ହଠାତ୍ ଜନତା ମଧ୍ୟରେ ଚାଞ୍ଚଲ୍ୟତା ଦେଖାଗଲା। ସଙ୍ଗେ ସଙ୍ଗେ ଅସଂଖ୍ୟ ଶ୍ରମିକ ଧରମକୁ ମଝିରେ ରଖି ତାର ଚାରିପାଖେ ବେଢ଼ିଗଲେ। ଆଉ ଚିତ୍କାର କରି ଉଠିଲେ, ଫେରିଯାଅ ଦସ୍ୟୁ, ଧରମକୁ ଆମେ କେବେ ହେଲେ ଛାଡ଼ିବୁ ନାହିଁ। ଠିକ୍ ଏତିକିବେଳେ ଧୂଳି ଉଡ଼ାଇ 100 ଜଣ ସଂଗାନଧାରୀ ଗୁର୍ଖା ସିପାହୀ ଧରି ହଜାରୀବାଗରୁ 2ଟି ଲରି ଆସି ପହଞ୍ଚିଲା। ଆଖି ପିଛୁଳା ମାତ୍ରକେ ଅବସ୍ଥା ଭିନ୍ନ ରୂପ ଧାରଣ କଲା। ଜନତାକୁ ହଟିଯିବା ପାଇଁ ଆଦେଶ ଦିଆଗଲା। କିନ୍ତୁ ଜନତା ସେ ଆଦେଶ ଗ୍ରାହ୍ୟ କଲା ନାହିଁ। ଛିଡ଼ା ହୋଇ ରହିଲା ଅଟଳ ଅଚଳ ହୋଇ। ପୁଣି ଥରେ ସାବଧାନ ସଙ୍କେତ ଦିଆଗଲା। ମାତ୍ର ଉତ୍କ୍ଷିପ୍ତ ଜନତା ସେ ଭୟ ପ୍ରଦର୍ଶନକୁ ଭ୍ରୂକ୍ଷେପ ନ କରି ପୂର୍ବଠାରୁ 2 ଗୁଣ ଦମ୍ଭରେ ଅବିଚଳିତ ଭାବରେ ଛିଡ଼ା ହୋଇ ରହିଲା। ସଙ୍ଗେ ସଙ୍ଗେ ଚାଲିଲା ଲାଠି।
ଲାଠି ଓ ବନ୍ଧୁକ କୁନ୍ଦା ମାଡ଼ରେ ନିରୀହ ଅଶିକ୍ଷିତ ମୂକ ଜନତା ଅସ୍ତବ୍ୟସ୍ତ ଓ ବିକ୍ଷିପ୍ତ ହୋଇଗଲା। ଯେତେବେଳେ ପୋଲିସ ଫୌଜ ତାଙ୍କର ପଶୁବଳର ବୀରତ୍ୱ ଦେଖାଇ ସାରି ଦମ୍ ନେଲେ, ସେତେବେଳକୁ ଧରମୁ ପ୍ରମୁଖ 7 ଜଣ ଶ୍ରମିକ ବନ୍ଦୀ, ଆଉ ରାମଦିନ, ପ୍ରତାପ ସିଂହ, ଶଙ୍କରା, ମଧୁଆ 4ଟି ଅଭିଶପ୍ତ ପ୍ରାଣୀ ରକ୍ତାକ୍ତ କଳେବରରେ ମାଟି କାମୁଡ଼ି ପଡ଼ିଛନ୍ତି। ସାହେବ ବାରନ୍ଦାରେ ଥାଇ ହାଃ ହାଃ କରି ହସିଉଠି କହିଲେ, କ୍ୟା ହୁଆ ଡର୍ମୁ, ଡେକ। ହା ହା ହା। ସେହିଦିନ 4ଟା ବେଳର କଥା। ଟ୍ରେନ୍ ଟାଇମ୍ ହୋଇଯାଇଥାଏ। ଷ୍ଟେସନର ଅଦୂରରେ ଲୋକାରଣ୍ୟ। ପ୍ଲାଟଫର୍ମର ଚାରିପାଖ ସଙ୍ଗୀନଧାରୀ ଗୁର୍ଖା ସିପାହୀଗଣ ପହରା ଦେଉଥାନ୍ତି। ଗୋଟାଏ ତୃତୀୟ ଶ୍ରେଣୀ ଡବାରେ ଧରମୁ ଓ ତା'ର ସଙ୍ଗୀ 6 ଜଣ ଭର୍ତ୍ତି ହୋଇଛନ୍ତି। ହାତରେ ତାଙ୍କର ହାତକଡ଼ି, ଗୋଡ଼ରେ ବେଡ଼ି। ଡବା ଭିତରେ ମଧ୍ୟ ପୋଲିସ ଫୌଜ। ରତନୀ ଧୀରେ ଧୀରେ ଯାଇ ପ୍ଲାଟଫର୍ମ ପାଖ ନିମ୍ବଗଛ ତଳେ ଠିଆ ହୋଇ ନୀରବରେ, ତାହାର ପ୍ରାଣରେ ଯେ ଆଜି ପ୍ରବଳ ଝଡ଼ ତୋଫାନ ବହି ଚାଲିଛି। ସ୍ୱାମୀ ତା'ର ବିଦ୍ରୋହୀ ବନ୍ଦୀ ବେଶରେ। ସେ ଗୌରବମୟ ଯାତ୍ରୀର ଲଲାଟରେ ଜୟ ଟୀକା ପିନ୍ଧାଇ ଦେବା ପାଇଁ କେହି ଆସିଲେ ନାହିଁ କି ଫୁଲହାର ଧରି ତା ନିକଟରେ ଛିଡ଼ା ହେବା ପାଇଁ କେହି ରହିଲେ ନାହିଁ। କେବଳ ରତନୀ ଆସିଛି ଏକ ଦୁଃଖର ଅଶ୍ରୁସାଗର ସଙ୍ଗରେ ନେଇ। ସ୍ୱାମୀ ତା'ର ତା ଆଡ଼କୁ ଚାହିଁଲା ମାତ୍ରକେ ସେ ସାଗର ତା'ର ଉଦ୍ଦାମ ଚଞ୍ଚଳ ହୋଇଉଠିଲା। ଧରମୁ ତାକୁ ଇଙ୍ଗିତରେ କାନ୍ଦିବାକୁ ବାରଣ କରି ତା ଆଡ଼କୁ ଚାହିଁ ରହିଲା। ଆଜି ଧରମୁ ତା'ର ଜୀବନର ବୁଝାମଣା ଏଇ ଶ୍ୟାମଳ ଭୂଇଁରେ ଶେଷ କରିଦେଇ ଯାଉଛି। କେତେଦିନ ପାଇଁ ସେ ଜାଣେ ନାହିଁ। ରତନୀକୁ ତା'ର ଅନେକ କଥା କହିବାର ଥିଲା। ରତନୀ ମଧ୍ୟ କହିବାର ଅନେକ ଥିଲା। କିନ୍ତୁ କେହି କାହାରିକୁ କିଛି କହିପାରିଲେ ନାହିଁ ଆଜି। ତାଙ୍କ ଭିତରେ ଆଜି ଯେ ଏକ ଅନନ୍ତ ବ୍ୟବଧାନ। ଧରମୁ ଏତଦିନକେ ଆଜି ରତନୀକୁ ଟିକିଏ ଲକ୍ଷ୍ୟ କରି ଦେଖିବାର ସୁଯୋଗ ପାଇଛି। ଏଥିମଧ୍ୟରେ ରତନୀର ରୂପର କି ଘୋର ପରିବର୍ତ୍ତନ ଘଟିଛି। ଆଜି ସେ 5 ବର୍ଷ ଆଗର ବଧୂରୂପିଣୀ ସୁନ୍ଦରୀ ରତନୀ ନୁହେଁ। ହୃଷ୍ଟପୃଷ୍ଟ ଅଙ୍ଗ ପ୍ରତ୍ୟଙ୍ଗରେ ତା'ର ଶିଥିଳତା ଦେଖାଦେଇଛି। ଗାଲ ଓ ଆଖି ଦିଓଟି ଭିତରକୁ ପଶିଯାଇଛି। ପଞ୍ଜରା ଓ ବେକର ହାଡ଼ ଉପରକୁ ବାରି ହୋଇ ଦେଖାଯାଉଛି। ରତନୀର ସେ ଶୀର୍ଣ୍ଣ ମୂର୍ତ୍ତି ଆଡ଼କୁ ଧରମୁ ଆଉ ଚାହିଁ ପାରିଲା ନାହିଁ। ନିଜ ପ୍ରତି ତା'ର ଏକ ବିରାଟ ଅସମ୍ମାନ ଆସିଗଲା। ସେ ଯେ ଏକ ଅକର୍ମଣ୍ୟ ପିଶାଚ। ତା'ର ନିଃଶ୍ୱାସରେ ଅମ୍ଳାନ କୁସୁମ ରତନୀ ମଧ୍ୟ ଅକାଳରେ ଝାଉଁଳି ପଡ଼ିଲା। କି ଅଧିକାର ତା'ର ଥିଲା ରତନୀର ପ୍ରାଣଟାକୁ ନେଇ ଏହିପରି ଭାବରେ ଖେଳିବାକୁ? କେତେଦିନ ହେଲା ପେଟ ପୂରା ମୁଠାଏ ଭାତ ମଧ୍ୟ ତାକୁ ଯୋଗାଇ ପାରିନାହିଁ। ସେ ଧୈର୍ଯ୍ୟଶୀଳା ଦେବୀ ପ୍ରତିମା ରତନୀର ଅଧର ଫାଙ୍କରେ ଦିନେ ବୋଲି ତ ସେ ଏକ ହସର ରେଖା ଫୁଟାଇ ପାରିନାହିଁ। କି ଅତ୍ୟାଚାର! ଆଉ ରତନୀ, ଦୟାମୟୀ ରତନୀ ତା'ର ସଂସାରକୁ ଆସି କେବଳ ନୀଳକଣ୍ଠ ପରି ବିଷପାତ୍ର ଧରି ଚୁମ୍ବନ ଦେଇଛି। ଏଥିପାଇଁ ଦାୟୀ କିଏ? ଧରମୁ? ସେ ନିଜେ? ଆଉ ସେ ଭାବିପାରିଲା ନାହିଁ। କେବଳ ନୀରବରେ ରତନୀ ଆଡ଼କୁ ଚାହିଁ ପ୍ରାଣର ନିବେଦନ ତା'ର ଜଣାଇଲା ଆଖିର କରୁଣ ଚାହାଣୀରେ। ରତନୀ ମର୍ମେ ମର୍ମେ ସେ ଅବ୍ୟକ୍ତ ଭାଷା ବୁଝିପାରିଲା। ପ୍ରାଣଟା ତା'ର ହାହାକାର କରି କାନ୍ଦି ଉଠିଲା। ଧରମୁ ଟିକିଏ ହସିଦେଇ ଦୁଃଖଟା ଗୋପନ କରିବାକୁ ଯାଇ ଧରା ପଡ଼ିଗଲା ତା'ର ରତନୀ ପାଖରେ। ହଠାତ୍ ଗାର୍ଡ ସାହେବର ସିଟି ବାଜି ଉଠିଲା। ନିର୍ଦ୍ଦୟ ଇଞ୍ଜିନଟା ଏକ ବିରାଟ ଚିତ୍କାର କରି ଧକ୍ ଧକ୍ ହୋଇ ଆଗକୁ ଧାଇଁ ଚାଲିଲା। ବିଦ୍ରୋହୀ ବନ୍ଦୀଗଣଙ୍କୁ ତାଙ୍କର ପ୍ରିୟଜନମାନଙ୍କ ଦୃଷ୍ଟିରୁ ଅନ୍ତର କରି ରତନୀ ହାୟ ହାୟ କରି ସେହି ନିମ୍ବଗଛ ମୂଳେ ହତଜ୍ଞାନ ହୋଇ ଖସି ପଡ଼ିଲା। ଜନତା ଆଖି ତଳେ ଅଶ୍ରୁ ଧରି ନିଜ ନିଜ ଘରକୁ ଫେରିଗଲା। ଧରମୁ ରେଳ ଡବା ଭିତରେ ବସି ଝରକା ଦେଇ ବାହାରକୁ ଚାହିଁ ସେହି ଗୃହାଭିମୁଖୀ ନିରୀହ ଅଶିକ୍ଷିତ ମୂକ ଜନତା ଆଡ଼କୁ ଚାହିଁ ରହିଲା। ଇଞ୍ଜିନଟା ଧାଇଁ ଧାଇଁ ଆସି କାଳ ନଦୀର ପୋଲ ଉପରେ ପଡ଼ି ଦ୍ୱିଗୁଣ ଶବ୍ଦ କରିଉଠିଲା। ହଠାତ୍ ଧରମୁର ଦୃଷ୍ଟି ଯାଇ ପଡ଼ିଲା ସେହି ପଳାଶ ଗଛଟା ଉପରେ, ଯାହାରି ମୂଳରେ ସେ ତା'ର ରକ୍ତ ମାଂସର ପ୍ରତିନିଧିକୁ କେଇ ହାତ ମାଟି ତଳେ ସାଇତି ରଖିଛି। ସେହି ଗଛର ନାଲି ନାଲି କେଇଟା ସୁନ୍ଦର ଫୁଲ ଆଡ଼କୁ ଚାହିଁ ଆଖିରୁ ତା'ର ଝରଝର ହୋଇ ଲୁହ ଝରି ପଡ଼ିଲା। କ୍ରମେ କ୍ରମେ ତା'ର ପରିଚିତ ସ୍ଥାନ ସବୁ ଗୋଟି ଗୋଟି ହୋଇ ତା'ର ଆଖି ଆଗରୁ ଲୁଚିଗଲା। ଏଣିକି ଗୋଟିଏ ଗୋଟିଏ ହୋଇ ତା'ର ଅତୀତ ଜୀବନର ଘଟଣାବଳୀ ତା ସମ୍ମୁଖରେ ନାଚି ଉଠିଲା। ଖୋର୍ଦ୍ଧାର ସେହି ପଲ୍ଲୀ ଗାଁ ତରାବୋଇ। ଛୋଟ କୁଡ଼ିଆ ଖଣ୍ଡିକରେ ଶୈଶବ ତା'ର କଟାଇଥିଲା, ବାପା ମା'ଙ୍କୁ ହରାଇ ଏକୁଟିଆ ହୋଇ। ପିଲାଦିନେ ତରାବୋଇରେ ସେଇ ଫଗୁ ଖେଳ ଆଉ ଦିଅଁ ମେଳନ ଏବେ ସୁଦ୍ଧା ତା'ର ସ୍ପଷ୍ଟ ମନେ ଅଛି। ଯେମିତି ଟିକିଏ ବଡ଼ ହେଲା, ସତ୍ୟବାଦୀ ମଉସା ଘରକୁ ତା'ର ଚାଲି ଆସିଲା। ସେଇଠି ସତ୍ୟବାଦୀର ବକୁଳବନ ଆଶ୍ରମରେ ରହି ଟିକିଏ ଶିକ୍ଷା ଦୀକ୍ଷା ଲାଭ କରିଥିଲା। ମଉସା ତା'ର ପାଖ ଗାଁ ଗବକୁଣ୍ଡର ଏକ ଦରିଦ୍ର ଖଣ୍ଡାୟତ ବଂଶର କିଶୋରୀ କନ୍ୟା ସହିତ ତାକୁ ହାତକୁ 2 ହାତ କରିଦେଇଥିଲେ। ତା'ପରେ
ଉତ୍କଳମଣି ଗୋପବନ୍ଧୁଙ୍କ ସହ ସେ ଆସିଲା ସିଂହଭୂମି ସମ୍ମିଳନୀ ପ୍ରେସକୁ ଦପ୍ତରୀ ହୋଇ। କିନ୍ତୁ ନିୟତି ଯେ ତାକୁ କୁଲି କରି ପୃଥିବୀକୁ ପଠାଇଥିଲା। ଗୋପବନ୍ଧୁ ଗଲେ, ସମ୍ମିଳନୀ ପ୍ରେସ ଗଲା। ଶେଷରେ ସେ ବୁଲି ବୁଲି ଗୁଆ ଲୁହା ଖଣିରେ କାମ ପାଇ ହେଲା କୁଲି। କୁଲିଗିରି କରିବାକୁ ତା'ର ମୂଳରୁ ଆପତ୍ତି ନଥିଲା ବା କୁଲିଗିରିକୁ ସେ ଆଦୌ ଅସମ୍ମାନ ମଧ୍ୟ କରୁନଥିଲା। କେବଳ ଅବିଚାର ଅତ୍ୟାଚାର ଉପରେ ହିଁ ଯେଉଁ ପ୍ରତିଷ୍ଠାନର ମୂଳଦୁଆ ଠିଆ, ସେଇଟାକୁ ସେ କେବେ ହେଲେ ଭଲ ଦୃଷ୍ଟିରେ ଦେଖିପାରି ନାହିଁ। ତେଣୁ ସେ ତା'ର କର୍ତ୍ତୃପକ୍ଷକୁ କେବେ ହେଲେ ସନ୍ତୁଷ୍ଟ କରିପାରି ନାହିଁ। ମ୍ୟାନେଜର ଯେତେବେଳେ କୋଟ୍ ସେଣ୍ଟଲନ୍ ପିନ୍ଧି ମଟରରେ ଆସି ଧୂଳି ଉଡ଼ାଇ ପହଞ୍ଚି ଯାଆନ୍ତି, ଗଣ୍ଡାକୁ ଗଣ୍ଡା ସିଗାରେଟ୍ ନିଆଁ ଲଗାଇ ପାଉଁଶ କରିଦିଅନ୍ତି, ଧରମ ସେତେବେଳେ ଭାବେ କେଉଁ ଅଧିକାର ନେଇ ଏ ମ୍ୟାନେଜର ତାଙ୍କ ଉପରେ ଆଧିପତ୍ୟ ଓ ଅତ୍ୟାଚାର କରି ବସନ୍ତି। ଖାଦାନ ଆଉ କଳଘର ତ ଚାଲିଛି କେବଳ ତାଙ୍କର ପରିଶ୍ରମ ଉପରେ। ତାହେଲେ ଏଇ ମ୍ୟାନେଜର ବା ତାଙ୍କର ମାଲିକ ଆଉ ଏଇ ଶ୍ରମିକ କୁଲି ୟାଙ୍କ ମଧ୍ୟରେ ମଣିଷ ହିସାବରେ ଅଧିକାର ସମାନ ହୁଏ ନାହିଁ କାହିଁକି? ଏହି ଚିନ୍ତା ହିଁ ତାକୁ ଆଜି ଏ ବେଶରେ ସଜାଇ ଦେଇଛି। ସେ ଆଜି ବନ୍ଦୀ। ତା'ର ଯୌବନର ସ୍ୱପ୍ନଟା କେବଳ ବ୍ୟର୍ଥ ପ୍ରେମ ଭିତରେ ଲିଭିଯାଇ ନାହିଁ, ତା ଭିତରେ ଅନେକ କଳ୍ପନା ଭରି ରହିଥିଲା। ଏଣେ ରତନୀ ତା ପାଇଁ ଯେ ନିଜକୁ ରିକ୍ତ କରି ଦାଣ୍ଡରେ ଆସି କାଙ୍ଗାଳିନୀ ବେଶରେ ଛିଡ଼ା ହେଲା, ତାକୁ ବି ସେ ପ୍ରାଣ ଦେଇ ଭଲ ପାଇଛି, ଶ୍ରଦ୍ଧା କରିଛି। ଆଜି ବିଦାୟ ଦିନରେ ସେ ସେହି ଅଚ୍ଛେଦ୍ୟ ପ୍ରେମର ସ୍ମୃତିଟାକୁ କୌଣସି ପ୍ରକାରେ ପାସୋରି ପାରୁନାହିଁ। ଦୀର୍ଘ ନିଶ୍ୱାସଟାଏ ପକାଇ ତା'ର ବନ୍ଦୀ ବନ୍ଧୁମାନଙ୍କ ଆଡ଼କୁ ଚାହିଁ ଟିକିଏ ହସିଦିଏ। ମାତ୍ର ହସଟା ତା'ର ବିକୃତ ହୋଇ ପଦାକୁ ବାହାରି ପଡ଼େ। ରତନୀର ଯେତେବେଳେ ଚେତନା ଆସେ, ସେ ଦେଖେ ସେ ତା'ର ଭଙ୍ଗା କୁଡ଼ିଆଟିରେ ଶୋଇଛି। ତା ମୁଣ୍ଡ ପାଖକୁ ହରିବୋଉ ବସି ପଙ୍ଖା କରୁଛି। ଗୋଟି ଗୋଟି ହୋଇ ଦିନଟା ଯାକର ସବୁ କଥା ତା'ର ମନେ ପଡ଼ିଯାଏ। ସେତେବେଳେ ସମ୍ମୁଖର ସେହି ଠିକାଦାର ବଙ୍ଗଳା ଆଡ଼ୁ ସଙ୍ଗୀତର ତାନ ଭାସି ଆସେ ତା'ର ଭଙ୍ଗା କୁଡ଼ିଆ ଆଡ଼କୁ। ସେ ମନେ ମନେ କହି ଉଠେ, ଓଃ କି ପାଷାଣ, କି ନିର୍ଦ୍ଦୟ! ଆଜି ଦିନକ ପାଇଁ ହେଲେ ତୋର ଏ ଆନନ୍ଦର ଗୀତସ୍ୱର ପରିବର୍ତ୍ତରେ ଗୋଟିଏ କରୁଣ ରାଗିଣୀ ବଜାଇ ଦେ ଭଲା। ହଠାତ୍ ସେହି ବଙ୍ଗଳା ଭିତରୁ ଖୋକାର ଦୋରଟି ଭାଷାର ମଧୁର ସ୍ୱର ଭାସି ଆସେ, ମା' ମା'। ରତନୀ ଛାତିଟାକୁ ଖୁବ୍ ଜୋରରେ ଚିପି ଧରି କାନ୍ଦି ଉଠେ, ମୋ ନିଧିରେ, ମୋ ଶଙ୍ଖାଳିରେ। ହରିବୋଉ ତାକୁ ସାନ୍ତ୍ୱନା ଦେବାକୁ ବ୍ୟର୍ଥ ଚେଷ୍ଟା କରି ନିଜେ କାନ୍ଦି ପକାଏ। କିଛି କ୍ଷଣ ପରେ ରତନୀ ନିଜକୁ ସମ୍ଭାଳି ନେଇ ଥିର ହୋଇ ହରିବୋଉକୁ ଦଣ୍ଡେ ଚାହିଁ ରହି କ'ଣ ଭାବିଲା, ପୁଣି ଆଖି ବୁଜି ଛିଣ୍ଡା ପଟିଆ ଖଣ୍ଡିକରେ ଗଡ଼ି ପଡ଼ିଲା। ହରିବୋଉ ତାକୁ ବୃଥା ସାନ୍ତ୍ୱନା ଦେବାକୁ ଯାଇ କ୍ରମେ ନିଜେ ଅଥିର ହୋଇ ପଡ଼ିଲା। ତା'ର ପାରିଲା ପୁଅ ଯେ ଆଜକୁ 2 ଦିନ ହେଲା ଅଦୃଶ୍ୟ ହୋଇଯାଇଛି। କିଛି କ୍ଷଣ ପରେ ସେ ଆଖି ପୋଛି ଉଠି ଛିଡ଼ା ହେଲା, ଆଉ ରତନୀର କଂସା ଖଣ୍ଡିକ ନେଇ ତା ଘରୁ ଭାତ 2ଟା ଆଣିବାକୁ ଚାଲିଗଲା। ହରିବୋଉ ଯେମିତି କଂସାଟି ନେଇ ତା କୁଡ଼ିଆ ଆଡ଼କୁ ଚାଲିଯାଇଛି, ରତନୀ ଧୀରେ ଧୀରେ ଘରୁ ପାଦ କାଢ଼ି ସେଇ ମେଘ ଅନ୍ଧାର ଭିତରେ ଲୁଚି ଯାଇ ଧାଇଁଗଲା କାଳନଦୀର କୂଳ ଆଡ଼କୁ। ସେତେବେଳେ ଚତୁର୍ଦ୍ଦିଗ ଗାଢ଼ ଅନ୍ଧକାରାଚ୍ଛନ୍ନ, ଗଭୀର ରାତି। କିଛି କ୍ଷଣ ପୂର୍ବରୁ ହତଭାଗ୍ୟ ଗଣଙ୍କର ଶୋକ ଦୁଃଖରେ ସହାନୁଭୂତି ଦେଖାଇବାକୁ ଯାଇ ପ୍ରକୃତି ଦେବୀ ଝଡ଼ ବର୍ଷା ରୂପରେ ବୋହି ଯାଇଥାନ୍ତି। କାଳନଦୀର ଗୋଳିଆ ପାଣି ଫୁଲି ଫୁଲି ଉଠି ଧାଇଁ ଯାଉଥାଏ। ରତନୀ ନୀରବରେ ଯାଇ ଛିଡ଼ା ହେଲା ତାହାରି କୂଳରେ। ସମ୍ମୁଖରେ ରେଳପୋଲ ତଳେ ବୀର ଶହୀଦମାନଙ୍କର ଚିତାନଳ ହୁଦ୍ ହୁଦ୍ ହୋଇ ଜଳି ଉଠୁଥିଲା। ଯେଉଁଠି ତା'ର 1.5 ବର୍ଷର ଆଦରର ଧନ ପ୍ରଥମ ଶହୀଦ ଧରଣୀ କୋଳରେ ଚିରଦିନ ପାଇଁ ଶାନ୍ତରେ ଶୋଇଯାଇଛି। ପାଦ ତଳେ ତା'ର ସମସ୍ତ ପୃଥିବୀଟା ଯେପରି ଟିକିଏ ଟିକିଏ ହୋଇ ତଳକୁ ଦବିଗଲା। ସେ ଆଉ ଠିଆ ହୋଇ ପାରିଲା ନାହିଁ, ସେଇଠି ଖସି ପଡ଼ିଲା। ପରଦିନ ସକାଳୁ ହରିବୋଉଠାରୁ ଖବର ପାଇ କେତେଜଣ ରତନୀକୁ ଖୋଜି ଖୋଜି ଆସି କାଳନଦୀ କୂଳରେ ଦେଖନ୍ତି, ଝାମ୍ପୁରା ବରଗଛ ଡାଳରେ ପିନ୍ଧିଲା ଶାଢ଼ିଟି ବେକରେ ବାନ୍ଧି ଓହଳିଛି ରତନୀ।